ଦେଖନ୍ତୁ ରଥଯାତ୍ରା ବାହୁଡ଼ା ଯାତ୍ରା ଉଭୟ ଯାତ୍ରା ସନାତନୀ ମାନଙ୍କ ପାଇଁ ଏକ ପବିତ୍ର ଯାତ୍ରା ପବିତ୍ର ଦିନ ଏଇଟା। ଆଉ ସମସ୍ତଙ୍କ ତ ଇଚ୍ଛା ଯେ ରଥଯାତ୍ରା ଦିନ ପୁରୀରେ ରହନ୍ତେ, ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କର ରତ୍ନସିଂହାସନରୁ ବାହାରିକରି ବଡ଼ଦାଣ୍ଡ ଦେଇକରି ମାଉସୀ ମା ମନ୍ଦିର ଯିବା ପର୍ଯ୍ୟନ୍ତ ଏବଂ ସେଠୁ ପୁଣି ରତ୍ନ ଭଣ୍ଡାରକୁ ଫେରିବା ପର୍ଯ୍ୟନ୍ତ ଦେଖନ୍ତେ, କିନ୍ତୁ ସମସ୍ତଙ୍କ ପାଇଁ ସମ୍ଭବ ହେଉନାହିଁ। ଛୁଟି ବିଷୟ ଅଛି, ସେଥିରେ ସବୁ ଜାଗାରେ ମଧ୍ୟ ରଥଯାତ୍ରା ହେଉଛି। ରଥଯାତ୍ରା ପାଇଁ ଛୁଟି ଏବଂ ବାହୁଡ଼ା ଯାତ୍ରା ପାଇଁ ଛୁଟି ଦୁଇଟା ସମାନ ବିଷୟ ନୁହଁ। ମହାପ୍ରଭୁ ବାହାରନ୍ତି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରଥଯାତ୍ରା ଦିନ, ଏବଂ ଦର୍ଶନ ଦେଇସାରିଲା ଫେରିବାର କାମ ହେଉଛି ବାହୁଡ଼ା ଯାତ୍ରା। ଏ ଦିଗରେ ଗୋଟିଏ ଦିଗରେ ଆମେ ଚିନ୍ତା କରୁଛୁ ଯେ କେମିତି ଯାତ୍ରୀମାନେ ଧୀରେ ଧୀରେ ପ୍ରତ୍ୟେକ ବର୍ଷ ବଢ଼ି ବଢ଼ି ଯାଉଛନ୍ତି, ଭକ୍ତଙ୍କର ସଂଖ୍ୟା ବଢ଼ି ବଢ଼ି ଯାଉଛି ଏବଂ ଆକୁ ଯଦି ଦେଖିବେ ଆପଣ 20 ବର୍ଷ 30 ବର୍ଷ 50 ବର୍ଷ ପରେ କ'ଣ ସଂଖ୍ୟା ଥିବ ବଡ଼ଦାଣ୍ଡରେ, ତାକୁ ଦେଖିକରି ଏବେଠୁ କେମିତି ଆମେ ନିଜକୁ ପ୍ରସ୍ତୁତ କରିବୁ ଏବଂ ଭକ୍ତମାନଙ୍କର ଭଗବାନ ସାଙ୍ଗରେ ମିଳନ ସହଜ ଏବଂ ଆହୁରି ସରଳ ହୋଇପାରିବ, ଆହୁରି ନିରାପଦ ହୋଇପାରିବ, ସେ ବାବଦରେ ଚିନ୍ତା କରିବାଟା ଆରମ୍ଭ କରୁଛୁ। ଆଉ ଲୋକଙ୍କର ଅଧିକାର ଅଛି କୌଣସି ଦାବି କରିବା ପାଇଁ, ଛୁଟି ଦାବି କରି ନୂଆଖାଇ ସେ ଦିଗରେ ପ୍ରକୃତରେ ପ୍ରଥମ ଥର ପାଇଁ ଆମେ ନୂଆଖାଇକୁ 2 ଦିନ ସ୍ଥାୟୀ ଭାବରେ ଛୁଟି ଘୋଷଣା କଲୁ, ଯେହେତୁ ଦୂର ଦୂରାନ୍ତରୁ ଲୋକ ଆସିଥାନ୍ତି। ରଥଯାତ୍ରା ମଧ୍ୟ ସେୟା, ଯେ ଯେଉଁମାନେ ରଥଯାତ୍ରାରେ ଆସି ନପାରିବେ ସେମାନେ ଚେଷ୍ଟା କରିବେ ବାହୁଡ଼ା ଯାତ୍ରାରେ ସାମିଲ ହେବା ପାଇଁ। ତେଣୁ ଏଇଟା ମଧ୍ୟ ସରକାରଙ୍କର ବିଚାରାଧୀନ ଅଛି, ଆକୁ ସମୟ ସ୍ଥାନ କାଳ ପାତ୍ର ଦେଖିକି ନିଷ୍ପତ୍ତି କରିବା।